ମୁଁ ତ ଆପଣ କହିଛି ଡବଲ ଇଞ୍ଜିନ ଦିଲ୍ଲୀର ଡବଲ ଇଞ୍ଜିନ ଓଡ଼ିଶାର ବି ଡବଲ ଇଞ୍ଜିନ ଇଏ ବି ସିଙ୍ଗଲ ଇଞ୍ଜିନ ହେଲେ କାଳେ ଅସୁବିଧା ହବ। ପଲ୍ୟୁସନ ନାଁରେ ସାଧାରଣ ଲୋକଙ୍କୁ ଲୁଣ୍ଠନ କରାଯାଉଛି। ପଲ୍ୟୁସନ ନାଁରେ ଯଦି ହେଉଛି କଳିଙ୍ଗନଗର ଲକ୍ଷ ଲକ୍ଷ ଗଛ କଟା ହେଉଛି। କଳିଙ୍ଗନଗର ଜଙ୍ଗଲ କିସମ ଜମିରେ କାରଖାନା ହେଉଛି। ଆପଣ ଦେଖନ୍ତୁ କଳିଙ୍ଗନଗର ବିସ୍ତାରିତ 40 କିଲୋମିଟର ପର୍ଯ୍ୟନ୍ତ ଯାଆନ୍ତୁ ଧର୍ମଶାଳା, ଯାଆନ୍ତୁ ଆପଣ ମାନେ କୋରେଇ ଯାଆନ୍ତୁ, ବନ୍ଦାଳ ଯାଆନ୍ତୁ, ଯାଜପୁର ଟାଉନ ସବୁ ଚଣ୍ଡିଖୋଲ ସବୁ ଅଞ୍ଚଳରେ ଦେଖିବେ କଳା ଧୂସର ବଢୁଛି। ଇଏ ଆସୁଛି କୁଆଡୁ? ସାଧାରଣ ଲୋକଟିଏ ସ୍କୁଟିଟିଏ ମୋଟର ସାଇକେଲଟିଏ ଗାଡ଼ିଟିଏ, ଆମେ ଗାଡ଼ି ବାହାର କଲା ବେଳେ ଛୋଟ ଗାଡ଼ିଟିଏ ସବୁ ଟ୍ୟାକ୍ସ ଦଉଛୁ, ଆମେ ଟୋଲ ଗେଟ୍ରେ ଦଉଛୁ, ଦେଲା ପରେ ପଲ୍ୟୁସନ ଟେଷ୍ଟିଂ କରିବୁ। ଏ ପଲ୍ୟୁସନ 13,000 କୋଟି ଟଙ୍କା ସରକାର ନିଷ୍ପତ୍ତି ନେଇଛି ଆଦାୟ କରିବା ପାଇଁ। ଏ ସମ୍ପର୍କରେ ସରକାରକୁ ଚେତାବନୀ। ଏ ପଲ୍ୟୁସନ ନାଁରେ ଶିଳ୍ପପତି ମାନଙ୍କୁ ସୁରକ୍ଷା ଦଉଥିଲା ବେଳେ ସାଧାରଣ କଞ୍ଜୁମର ମାନଙ୍କୁ ପଲ୍ୟୁସନ ନାଁରେ ସାଧାରଣ ଲୋକଙ୍କୁ ଯୋଉ ଲୁଣ୍ଠନ କରିବା ପ୍ରୟାସ କରିଛି, ପଲ୍ୟୁସନ ନାଁରେ ସରକାରକୁ ବିଦା ହେବାକୁ ପଡିବ। ଯେ ପର୍ଯ୍ୟନ୍ତ ନିଷ୍ପତ୍ତି ବଦଳାଇ ନେଇଛନ୍ତି, କହୁଥିଲେ ଜାନୁଆରୀ, କହୁଛନ୍ତି ଫେବୃଆରୀ। ଦୟାର ପତ୍ର ସାଧାରଣ ଲୋକଙ୍କୁ ନିଷ୍ପତ୍ତି ଦିଆଯାଉଛି, ଲମ୍ବା ଧାଡିରେ ଅଛନ୍ତି। ଏଠି ସରକାର ଚାଲିଛି ନା ଏ ବ୍ରିଟିଶ ରାଜ ଚାଲିଛି? ଏ ପଲ୍ୟୁସନ ନାଁରେ ଯୋଉ ଶୋଷଣ କରାଯାଉଛି, ଆକୁ ତୁରନ୍ତ ରାଜ୍ୟ ସରକାର ପରିବହନ ମନ୍ତ୍ରୀ ଯଦି ନିଷ୍ପତ୍ତି ପ୍ରତ୍ୟାହାର ନ କରିବେ, ସାଧାରଣ ମଣିଷ ରାଜରାସ୍ତାକୁ ଯିବାକୁ ବାଧ୍ୟ ହବ। ଆମେ ଏହାକୁ ନିନ୍ଦା କରୁଛୁ।